हेलो हाँ भाई। हाँ हेलो। किए कହୁଥିଲେ ମୁଁ ଗୋଟେ ପିଲା କୁହନ୍ତୁ କହୁଥିଲି ବାଲେଶ୍ୱର ଡିଷ୍ଟ୍ରିକ୍ଟରୁ କହୁଥିଲି। କୁହନ୍ତୁ। ଭାଇ ଆଜି କାଲି ଯାଇଥିଲ ଯେ ମୁଖ୍ୟମନ୍ତ୍ରୀ ଗ୍ରିଫରେନ୍ସ ହଲ୍କୁ ଯେ ଯାଇଥିଲ ଓସେପା ଯାଇଥିଲ, କଣ ହେଲା ସବୁ ଜେଟି ରିଗାର୍ଡିଂ? ଆରେ ଭାଇ ଏଟା ମିଛ କଥା, ଏଇ ସବୁ କିଛି ପ୍ରୁଫ ନାହିଁ, ଖାଲି କହିଦେଲେ ଆମେ ମାନେ ସବୁ ପଳେଇଲୁ। ଦେଖିବାକୁ କିଛି ଗୋଟେ ଆମେ ପ୍ରୁଫ ଥିଲେ ସିନା କିଛି ଗୋଟେ କରିବ, ହଁ କିନ୍ତୁ କିଛିଟା ଗୋଟେ ଫେକ୍ ବି ଲାଗୁଛି। ଗୋଟେ ପ୍ରେଡିକ୍ସନ ଯୋଉ କରିକି କହିବାଟା ଏଟା ଠିକ ଲାଗୁନି। ତ ଜିନିଷଟା ୱେଟ୍ କରିବାକୁ ପଡିଥାନ୍ତା। ତାପରେ ଏଇ ବାର ବାର ଖାଲି ଗୋଟେ କେସ୍ ଉପରେ ଇଏ କରୁଛନ୍ତି। କିଛି ଗୋଟେ ମାନେ ଆମ ମାନେ ଏଇଥର ପାଇବୁ, ଆମ ମାନଙ୍କର ଆଶା ଅଛି ନେକ୍ସଟ ଫେଜ୍ ବାହାରିଲେ ଗୋଟେ ପାଇପାରିବୁ। ଏମିତି ହେଲା ମୋ ବୟସ ହେଇଗଲାଣି ପାଖାପାଖି ମାନେ 35 ହେଇଗଲାଣି। ମୁଁ କେମିତି କଣ କରିବି, ମୋ ମୁଣ୍ଡ ବି କାମ କରୁନି। ଘରେ ଦୁଇଟା ଭଉଣୀ ଅଛନ୍ତି, ବାହାଘର କରିବି। ତାପରେ ବାପାଙ୍କର ହାର୍ଟ ପେସେଣ୍ଟ, ସେମାନେ ପଇସା ବହୁତ ଦରକାର, ବହୁତ ଅସୁବିଧା ଅଛି, କିନ୍ତୁ ଏମାନେ ବୁଝୁନାହାନ୍ତି। ବହୁତ ମାନେ କଷ୍ଟ ଲାଗୁଛି ଭାଇ। ଏ ଭାଇ ଏ ଯେ କେସ୍ ମାନେ ଯଦି କରିବେ କିଛି ଜେଟି ପ୍ରଭାବ ପଡିବ ତ? କି ପ୍ରଭାବ ଦେଖ, ଗୋଟେ ଜିନିଷ ପ୍ରମାଣ ଥିଲେ ସିନା ବାର ଖାଲି ଡିଲେ କଲେ କଣ, ପେ ତ 10,000 ଆସିବ, ସେଇଟାକୁ ଅପେକ୍ଷା କଲା ପରେ ମୋର ତ ଖରାପ ମାର୍କ ରହିଛି। ଦେଖ ମୁଁ କାହିଁକି ବେକାର ମୁଁ ଲଢିବି। ମୁଁ ନା ସେଠି ଗୋଟେ ଜିନିଷ ହଉଛି ଯେ ଗୋଟେ ଲିଗାଲି ଥାନ୍ତା, ମାନେ ପ୍ରକୃତ ସତ କଥା ହେଇଥିଲେ ତାହେଲେ ଗୋଟେ ଠିକ ଆକ୍ସନ ନିଆଯାଇଥାନ୍ତା। ଆଉ ତ କିଛି ଗ୍ରୁପ ନାହିଁ, ଏମାନେ ଖାଲି ଗୋଟେ କିଛି ପିଲା ଅଛନ୍ତି ମାନେ ପିଲାମାନଙ୍କୁ ବାୟାସ କରୁଛନ୍ତି। ଆଉ ଏଇ ଯେ କେସ୍ ର କିଛି ପେନାଲ୍ଟି ସେମିତି ଇସ୍ୟୁ ଅଛି ତ? ପେନାଲ୍ଟି କିଛି ପଡିବ ତ? ପେନାଲ୍ଟି କଥା ଭାଇ ମୁଁ କହିପାରିବିନି, କିନ୍ତୁ ଏଇଟା ସତ ଯୋଉଟା କି ଯୋଉମାନେ ଫେକ୍ କିଛି କରିବେ, ଯେମିତି ଗ୍ରୁପ ଡି ରେ ହେଇଥିଲା ବି ସେମିତି ବି ହେଇପାରେ, ସେଟା ଆମେ କହିପାରିବାନି। ଗ୍ରୁପ ଡି ରେ ସବୁ କଣ ହେଇଥିଲା କି? ଗ୍ରୁପ ଡି ରେ ଏମିତି ପେନାଲ୍ଟି ବି ଲାଗିଥିଲା ଛୁଆଙ୍କ ଉପରେ, ମାନେ ଫେକ୍ ସେମାନେ ଘୁଞ୍ଚେଇବାକୁ ଚାହୁଁଥିଲେ ବାର ବାର ଖାଲି। ଓହୋ। ମୁଁ ପିଟିସନର ବି ହେଇଥାନ୍ତି, କିନ୍ତୁ ମୁଁ ହେବାକୁ ଚାହୁଁନି। ଆଉ ମତେ ଡର ଲାଗୁଛି ଭାଇ। ମୁଁ କେତେ ଭାଲି ପାଇବି, ମୋର କଣ ଦରକାର ଭାଇ। ଏଇ ଯେ ଗ୍ରୁପ ଡି ର ଯେ ହେଇଥିଲା, ଯେ ସେମାନେ ଯେ ବି ଦେଇଥିଲେ ହଉଛି କେସ୍ କରିଥିଲେ, ସେମାନଙ୍କୁ ଏଇ ଯେ ଏକ୍ଜାମ ରୁ ବଞ୍ଚିତ କରାହେଇଥିଲା, ଆଉ ଯେ ଏକ୍ଜାମ ଦେଇପାରିବେନି ବୋଲି ତାଙ୍କୁ କଥା ହେଇଥିଲା, ସେ କେସ୍। ଓ ସେଇ କେସ୍ ଟା ବୋଧେ। କଣ ଦରକାର ଭାଇ, ମୋର ବୟସ ଶେଷ ସୀମାରେ ହଁ ଭାଇ, ସେଇ ଚିନ୍ତା ତ ସମସ୍ତଙ୍କୁ। ଆଉ ଅଛି, ମୁଁ ବ୍ୟସ୍ତ ଅଛି, ମୁଁ ରହୁଛି ତାହେଲେ। ହଉ ହଉ ତାହେଲେ ଠିକ ଅଛି।